ମୁଁ ଆଜି ସର୍ଟ ଉପରେ ରୋଷେଇ କରିବି ମାଛ ବେସର। ଆଉ ଦେଖନ୍ତୁ ଏଟା କି ମାଛ ଆଉ ମୁଁ କେମିତି ରୋଷେଇ କରିଛି ଆପଣମାନେ ଦେଖନ୍ତୁ। ଦେଖି ସାରିଲା ପରେ ମୋତେ କମେଣ୍ଟରେ କହିବେ ଏଟା କି ମାଛ ବୋଲିକି। ଆଉ ମୁଁ ରୋଷେଇ କରୁଛି ଯେଉଁ କଢ଼ାରେ ପକାଇଛି ଏଟା କଢ଼ାରେ କି ମାଛ ମୁଁ ଆପଣଙ୍କୁ ମାଛ ବେସର ଦେଖେଇବି କିଭଳି ରୋଷେଇ କରୁଛି। ମୋ ବିଲେଇ ଦେଖନ୍ତୁ ଚାରିପଟେ ଏମିତି ମୋ ପାଖରେ ବୁଲି ବୁଲି ଯାଇ କେଉଁଠି ବସି କେତେବେଳେ ମାଛ ହେବ ସିଏ ଖାଇବ। ଏମିତି କାହା ଘରେ ବିଲେଇ ହଇରାଣ କରୁଛି କିଏ କହିବ। ଆସି ମୋ ପାଖରେ ବସିଗଲା, ମାଛଟା ଭଜା ସରିଲା ପରେ ଖାଇବ। ତ ଡାକିଲେ ବୋଲି ସେ ମୋ ପାଖକୁ ପଳେଇ ଆସିଲା ଦେଖିଲ ସାଙ୍ଗେ ସାଙ୍ଗେ। ଏମିତି କିଏ ବିଲେଇ ନେବା ପାଇଁ ଚାହୁଁଛନ୍ତି ମୋତେ କମେଣ୍ଟ କରିବେ, ମୁଁ ତାଙ୍କ ଘରେ ନେଇ ବିଲେଇ ସାଙ୍ଗେ ସାଙ୍ଗେ ଦେଇ ଆସିବି। କାହିଁକି ନା ଏ ବିଲେଇ ମୋତେ ବହୁତ ହଇରାଣ କଲାଣି, ମୋ ଉପରେ ଚଢ଼ି ହେଉଛି। ଆଉ ଦେଖ ମାଛ ଭଜା ମୋର ହେଇ ଆଉ ମାଛଟା ବି ମାନେ ମୋଳି ଗଲାଣି। ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି ଭଜା ମାଛଟା। ଆଉ ୟା ପରେ ତେଲ ପିଆଜ ପକାଇଦେବା। ପିଆଜ ପକାଇ ସାରିଲା ପରେ ମସଲା ପକାଇଦେବା। ମସଲା ପକାଇ ସାରିଲା ପରେ ତାପରେ ଟିକେ ଲୁଣ ହଳଦୀ ଲଙ୍କା ଜିରା ଗୁଣ୍ଡ ଟିକେ ପକାଇଦେବା। ପକାଇ ସାରିଲା ପରେ ତାପରେ ଆମ୍ବୁଲ ଦୁଇଟା ପକାଇଦେବା। ଟିକେ ପାଣି ଦେବା, କାହିଁକିନା ସୋରିଷ ମସଲାଟା ଟିକେ ହାର୍ଡ଼ ହେଇଯିବ ଯଦି ମସଲା ତରକାରୀ କଷା ଲାଗିପାରେ। ଆଉ ତାପରେ ଧନିଆ ମସଲା ଟିକେ ପକାଇଦେଲି, ଆମ୍ବୁଲ ଦୁଇଟା ପକାଇଦେଲି, ପାଣି ଟିକେ ଦେଇଦେଲି। ମସଲାଟା ଆଉ ଟିକେ ରାୟ ରାୟ ବାସିବନି, କାହିଁକିନା ଏଟା ସୋରିଷ ଦିଆ ମସଲାଟା ଯଦି ଟିକେ ନ କଷିବ ମସଲା ରାୟ ରାୟ ବାସିପାରେ। ଆଉ ପାଣି ଦେଇଦେଲି। ତାପରେ ମାଛ ଢାଳିଦେବି। ମାଛଟା ଢାଳି ଦେଲା ପରେ ଅଳ୍ପ ସମୟ ଟିକେ କଷିଦେବେ, କାହିଁକିନା ମାଛ ଢାଳିକି ନ କଷିଲେ ମସଲା ଆଉ ମାଛ ସହ ମିଶିବ ନାହିଁ। ମସଲା ମାଛ ସହ ମିଶିଗଲେ ତାପରେ ଅଳ୍ପ ପାଣି ଦେଇଦେବି। ପାଣି ହେଇଗଲା, ପାଣି ଟିକେ ଦେଇଦେଲି। ଦେଖନ୍ତୁ ମାଛ ତରକାରୀ ରେଡ଼ି।